ଯେକୌଣସି ଦଳ ହଉ କି ଯେକୌଣସି ସଂଗଠନ ହଉ, ଯେଉଁମାନେ ବାଲେଶ୍ୱର ଏଫ୍ଏମ୍ କଲେଜର ଆତ୍ମାହୁତି ଦେଇଥିବା କହୁଥିଲା ବେଳେ ହତ୍ୟା କରାଯାଇଥିବା ଭଉଣୀ ସୌମ୍ୟଶ୍ରୀର କଥା ହଉ, ଏ ଇସ୍ୟୁ ଉପରେ ଯିଏ ଭାରତୀୟ ଜନତା ପାର୍ଟି ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଆସିବ ବା ଲଢ଼େଇକୁ ଅବତୀର୍ଣ୍ଣ ହେଉଛି, ବିଜୁ ଜନତା ଦଳର ନୈତିକ ସମର୍ଥନ ସେଇମାନଙ୍କ ପ୍ରତି ଅଛି ଏବଂ ଏହି ଲଢ଼େଇରେ ଅଗ୍ରଭାଗରେ ବର୍ତ୍ତମାନ ବିଜୁ ଜନତା ଦଳ ତୀବ୍ର ଭାବରେ ଲଢ଼ୁଛି। ଲଢ଼ିବାର କାରଣ ହେଉଛି ଯେ ମୃତ ସିଏ ସମସ୍ତଙ୍କୁ ଅନୁରୋଧ କରିଥିଲେ, ପ୍ରାର୍ଥନା କରିଥିଲେ, ଏକ୍ସରେ ସେ ଜଣାଇଛନ୍ତି, ଯେଉଁଟା ଟ୍ୱିଟ୍ କୁହାଯାଏ, ଟ୍ୱିଟ୍ରେ ସେ ଜଣାଇଛନ୍ତି ଯେ ସେ ଏଇଭଳି ଭାବରେ ଅତ୍ୟାଚାର ଶିକାର ହେଉଛନ୍ତି। ଯେତେବେଳେ ସବୁ ଶୁଣିକି ସବୁ ଜାଣିକି ଅଣଦେଖା କରାଗଲା, ତାଙ୍କର ମାନ୍ୟବର ବିଧାୟକ, ତାଙ୍କର ମାନ୍ୟବର ଏମ୍ପି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଶାସନ ସମସ୍ତେ ଅଣଦେଖା ଗଲେ, ଗୋଟେ ମୂଲ୍ୟବାନ ଜୀବନ ଚାଲିଗଲା। ସେଇ ଇସ୍ୟୁଟା ଆଜି ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ମଣିଷର ହୃଦୟକୁ ଛୁଇଁଛି ଏବଂ ବାଧିଛି। ଏଇଟା ଜନତାଙ୍କର ରିଆକ୍ସନ୍, ପ୍ରତିକ୍ରିୟା, ଏବଂ ଜନତାଙ୍କର ଯେଉଁ ତୀବ୍ର ପ୍ରତିକ୍ରିୟା, ଗୋଟେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳ ସେ ଇସ୍ୟୁଟାକୁ ନିଶ୍ଚିତ ଭାବରେ ଆଗକୁ ବଢ଼େଇବ। ଯେଉଁଥିଯୋଗୁଁ ଗତକାଲି ଆମେ ସେକ୍ରେଟାରିଏଟ୍ ବା ଲୋକସଭା ଭବନକୁ ଘେରାଉ କରିଥିଲୁ ଏବଂ ସେତିକିବେଳେ ସେମାନେ ମଧ୍ୟ ନିର୍ମମ ଅତ୍ୟାଚାର କରିଛନ୍ତି। ଟିୟର ଗ୍ୟାସ୍ ଫିଙ୍ଗିବା, ବୁଲେଟ୍ ମାଡ଼ କରିବା, ଆପଣଙ୍କର କ୍ୟାନନ୍, ୱାଟର କ୍ୟାନନ୍ ଯେଉଁଟା ପାଣିକି ମାଡ଼ କରିକି ଆହତ କରିବା ଏବଂ ଗ୍ୟାସ୍ ବୋମା ଫିଙ୍ଗିବା ଏବଂ ସମସ୍ତଙ୍କୁ ଜୋରଜବରଦସ୍ତି ଉଠେଇକି ଗାଈ ଗୋରୁ ଭଳିଆ ଧକ୍କା ମାରିକି ଭ୍ୟାନ୍ ଭିତରେ ପୁରେଇକି ଆରେଷ୍ଟ କରିବା, ଏ ସବୁ କଥା ସବୁ ସୀମା ସରହଦ ଟପିଗଲା। ଆମର କହିବା କଥା, ଗୋଟେ ଝିଅ କାହିଁକି ଆତ୍ମହତ୍ୟା କଲା, ତାକୁ ପେଟ୍ରୋଲ ଦିଆହେଇଛି, ତାକୁ କୁହାହେଇଛି ତୋ ଉପରେ ଲାଗିଲେ ଆମେ ଲିଭେଇବୁ, ଆମେ ସୁଟିଂ କରିବୁ, ଆମେ ନାଁ ନେବୁ। ଇଏ ତ ମୋ ପାଖରେ ଯାହା ଅଛି ଜଘନ୍ୟ ଖବର। ଭାରତୀୟ ଜନତା ପାର୍ଟିର ଛାତ୍ର ସଂଗଠନ ଭିତରେ ଦୁଇ ଭାଗ ହେଇଛନ୍ତି। ଇଏ ମଧ୍ୟ ଜଣେ ପ୍ରେସିଡେଣ୍ଟ ଆସିଯାଇଥିଲେ, ଆଉ କି ଜଣେ ପ୍ରେସିଡେଣ୍ଟ ଆସାଇ, ତାଙ୍କର ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁଁ ଗୋଟେ ଝିଅକୁ ସେମାନେ ବଳି ପକାଇ ମାରିଦେଲେ। ଯଦି ତାଙ୍କ ଦଳର ଗୋଟେ ଝିଅ ଆପତ୍ତି କରୁଛି ଯେ ପ୍ରିନ୍ସିପାଲ ଏବଂ ଆପଣଙ୍କର ସେ ଯେଉଁ ଏଚ୍ଓଡ଼ି ସମୀର ସାହୁ ସେମାନେ ଯଦି ଏମିତି ଅତ୍ୟାଚାର କରୁଛନ୍ତି, ତମର ଗୋଟେ ସାଧାରଣ କର୍ମୀ ଗଲେ ପ୍ରିନ୍ସିପାଲ ଡରୁଛି, ପୁଲିସ ଡରୁଛି, ପ୍ରଶାସନ ଡରୁଛି, ତମ ଦଳର ଗୋଟେ ଝିଅ ଆଗ ଧାଡ଼ିର, ତମେ ତା ପାଇଁ ସୁରକ୍ଷା ଦେଇପାରିଲନି କ'ଣ ପାଇଁ? ଅର୍ଥାତ୍ ତମେ ପ୍ରିନ୍ସିପାଲକୁ ଟେଲିଫୋନ କରି କହିଛ ଯେ ତାକୁ କିଛି ଆକ୍ସନ ଯାହା କହୁଛି ନିଅ ନାହିଁ। ତାଙ୍କର ଗ୍ରୁପିଜିମ୍ ଚାଲିଛି, ଏମ୍ଏଲ୍ଏ କେଉଁ ପଟେ ହେବ, ଏମ୍ପି କେଉଁ ପଟେ ହେବ, ମନ୍ତ୍ରୀ କାହା ପଟେ ଯିବେ, ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିବେ। ଯିଏ ହଜାର ହଜାର ଲୋକଙ୍କର ଗୁହାରି ଶୁଣିକି କୁଆଡ଼େ ତତ୍କ୍ଷଣାତ୍ ସବୁ ଗ୍ରିଭାନ୍ସକୁ ଆଡ୍ରେସ୍ କରୁଛନ୍ତି, ଏଇ ଗ୍ରିଭାନ୍ସ ତାଙ୍କ ଅତି ନଗଣ୍ୟ ଥିଲା, ଅତି ମାମୁଲି ଥିଲା, ଅତି ଛୋଟ ଥିଲା। ସେମାନେ କଥା କହୁଛନ୍ତି କ'ଣ ଘୋଡ଼ିବାକୁ ଚାହୁଁଛନ୍ତି? ଏକ ତ ପାପକୁ ଘୋଡ଼ିବାକୁ ଚାହୁଁଛନ୍ତି, ଦୁଇରେ ତାଙ୍କର ଯେଉଁ ଅପାରଗତାକୁ ଘୋଡ଼ିବାକୁ ଚାହୁଁଛନ୍ତି, ତିନିରେ ସିଏ ଯେଉଁ ଭୁଲ କରିଛନ୍ତି, ପ୍ରକାଣ୍ଡ ଭୁଲ, ମହାଭୁଲ, ତାକୁ ମଧ୍ୟ ଘୋଡ଼ିବାକୁ ଚାହୁଁଛନ୍ତି। ଏବେ ଯେଉଁ ତାଳି ପକା ଉଦ୍ୟମ ଚାଲିଛି କ'ଣ ପାଇଁ? ସେ ସମସ୍ତ କଥା ପାଇଁ ଆଜି ସାରା ଓଡ଼ିଶା ତାତିଛି ଏବଂ ସେ ଓଡ଼ିଶା ତାତିରେ ବିଭିନ୍ନ ଇଣ୍ଡିପେଣ୍ଡେଣ୍ଟ ସଂଗଠନମାନେ, ସ୍ୱାଧୀନ ସଂଗଠନମାନେ ଏବଂ ବିରୋଧୀ ଦଳର ସଂଗଠନମାନେ, ଆମେ ଯେମିତି କ୍ୟାଣ୍ଡେଲ ଚେନ୍ କଲୁ, ଆମେ ଯେମିତି ଲୋକସଭା ଭବନ ଘେରାଉ କଲୁ, ସେମିତି କଂଗ୍ରେସ ଦଳ, ବାମପନ୍ଥୀ ଦଳମାନେ, ସେମିତି ଅନ୍ୟାନ୍ୟ ନିରପେକ୍ଷ ସଂଗଠନମାନେ ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ତେଣୁ ସମସ୍ତ ଆନ୍ଦୋଳନକାରୀଙ୍କ ପ୍ରତି ବିଜୁ ଜନତା ଦଳ ନୈତିକ ସମର୍ଥନ ଅଛି। ଆମେ ଶେଷ ପର୍ଯ୍ୟନ୍ତ ଯିବୁ। ଯେଉଁମାନେ ପେଟ୍ରୋଲ କିଣିଲେ, ଯେଉଁମାନେ ଭିଡ଼ିଓ ସୁଟିଂ କଲେ, ଯେଉଁମାନେ ଉସ୍କେଇଲେ, ତାକୁ ମାରିଦେଲେ, ସେଇମାନେ ବନ୍ଧା ନ ହେବା ପର୍ଯ୍ୟନ୍ତ ଏବଂ ଏମାନେ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ। ମୁଁ ଆପଣଙ୍କୁ କହିଦେଉଛି, ଇଏ ହେଉଛି ଭାରତୀୟ ଜନତା ପାର୍ଟିର ଅନ୍ତର୍କନ୍ଦଳର ଅନ୍ତର୍କନ୍ଦଳ। ତାଙ୍କ ଭିତରେ ଏତେ ଦ୍ୱନ୍ଦ୍ୱ, ଏତେ ତୀବ୍ର ମାନେ ବିଭେଦ, ସେଇ ବିଭେଦର ଏ କୁପରିଣତି ଆସିକି ପହଞ୍ଚିଲା। ସେଇ ବିଭେଦ କାରଣରୁ ଗୋଟେ ଝିଅକୁ ସେମାନେ ବଳି ପକାଇଦେଲେ। ଏମାନେ ରାଜନୀତିରେ ରହିବା ପାଇଁ, ନିଜର ପ୍ରତିଷ୍ଠା ପାଇଁ, ଏମାନେ ଯେ ମଣିଷକୁ ହତ୍ୟା କରନ୍ତି ଏବଂ ଭାରତବର୍ଷରେ ତାର ନଜିର ଅଛି, ଆଜି ଓଡ଼ିଶାରେ ତାର ନଜିର ସାମ୍ନାକୁ ଆସିଯାଇଛି। ଆପଣ ଇନକ୍ୱାରି କରନ୍ତୁ। ଆପଣ ମୁଁ ଗୋଟେ କଥା ପଚାରୁଛି,
एक्स रे बा ट्वीट रे जणे जणेइछि जदि आपणकर क्राइम ब्रांच तदंत करिवो ता हाथ मुख्यमंत्री पाखु जाई परिवो मंत्री पाखु जाई परिवो एमएलए पाखु जाई परिवो एमपी पाखु जाई परिवो तांको दलर कर्मी पाखु। तेणु आमे कहूँ विचार विभाग तदंत देले ए कथार समाधान हो पार क्या निरपेक्षता आसब। गोटे पुलिस कौन देखो से झील एक्स रे पठेसी मुख्यमंत्री पाखु अरे से कहीं देखी ना एटा अपराध नहीं मत कहतु। तेणु अपराध को जदि लोकलोचना आने को चाहूच जदि किसी शास्ति देवा चाहूच ताहले विचार विभाग तदंत एकमात्र विकल्प ना कि करहबनी। ये तो सारा भारत वर्ष इश्यू हो गलानी बर्तमान विजु जनता दल ए आंदोलन को एक निर्णायक स्तर को नब आपण मन कही रखे मु गोटे कथा पचारि हास्यास्पद कथा कहीं से कहते कहीं भारतीय जनता पार्टी नेतृवृंद एभली हास्यास्पद कथा कहते जहाँ घटी जाइछि ताहा समस्ते जानिछन्ति एवं आमे मध्य ताकु तीव्र निंदा करिछु एवं आज से माने सरकार अछन्ति वर्तमान जो घटना घटुची से कह अतीत घटी बोली ए घटना को आम घटवाक दबू आम निष्पाप आम ये भागीदार नुह एटा को सभ्य समाज रे किए ग्रहण करिवो से ताले कहवाक चाहूछन्ति ये जो उस्कैकी हत्या करागला एटा ठीक जेहेतु सेतेबेले किसी घटना घटला एवं होउची एटा पूरापूरी ठीक से कहतु से कथा ये जुक्तिर अर्थटा कौन ये जुक्तिर अर्थ सेतेबेले हेतले वर्तमान हबो बा चमत्कार जुक्ति से क्राइम ब्रांच तदंतरा से जमीती छात्र कांग्रेस किसी पिला बांधिदेवे आउ विजु छात्र जनता दल किसी पिला बांधिदेवे बांधे कहे ये मैंने दोषी। बालेश्वर गाँ गंडारे घर घर पचारे कौन कहते जो घटना घटी से पाखे गाँ गंडारे जो बालेश्वर अंचल जाकि आप कहना आप जाना सामने मैंने कौन कहते किए घटना घटला केमी घटेला ट्वीट तो अच्छी ना जल जल देखा गोटे झील मुख्यमंत्री को मंत्री को एमपी को एमएलए को एमपी को मत देखा करते मुझे 50 जगह कही आत्महत्या करी से भारतीय जनता पार्टी झील गेरुआ पिंधिकी पाइक बेस छिड़ा जी निजे कह आत्महत्या कर मो कथा बुझा हेनी गुहारी करापर ये कौन आपण मैंने कहते मुझे बुझीपारूनी गोटे गोटे दलर झील दलर नेता कह मत रक्षा कर से रक्षा करने आसुना ए राज्य कौन रक्षा करेंगे आपण न्यायिक तदंत से डरुंच कौन पे विचार विभाग तदंत दवा कहीं डरुंच निरपेक्ष कथा आसीजा भयर गुरु एबे कौ कथा अछपा अच्छी ना गणमाध्यम जानी ना ना लोक जानी ना लोक जी न जानी था एत स्वतःप्रवृत्त भाव में काली बालेश्वर बंद डाकरा देला विजु जनता दल साधारण लोकटे जे चली चली जाऊँगी सी कहे आंदोलन आम समर्थन करुँ काली आम लोकसभा भवन घेराव कलु आम जी लोक डाकिलु तार 10 गुण अधिका लोक आसी पहुँचले साधारण लोक आज कांग्रेस वामपंथी एवं अन्य इंडिपेंडेंट संगठन डाकरा देछिनि स्वतःप्रवृत्त लोक समर्थन करुँच। हाँ ओडिशावासी बर्तमान समस्ते आप जो मैंने बाइट नौ साधारण लोक जे पथचारी आपड़ बाइट नौ ना समस्ते कहते आम इश्यू को निंदा करमको न्यूज हेडलाइन रखनी न्यूज हेडलाइन रख एवं फुलमाला गलाई दियो बाहवा दियो आमको गुहारी कला गोटे झील आम साहा वर्षा हो पाइलुनु तेणुक आम हेडलाइन रही विधानसभा सबुठ उठो वर्षे भितर वातावरण पूरा खराब हो सारे। भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमीरे प्रयोग करंतु जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।